ରାମ ଓ ରାବଣଙ୍କ ମଧ୍ୟରେ କିଏ ଅଧିକ ବଳଶାଳୀ ଥିଲେ ସେ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଆମେ ଏଇଟା ବୁଝିନେବା ଦରକାର କି ପୂର୍ବ କାଳରେ ସନାତନ ଧର୍ମରେ ଯୋଦ୍ଧା ମାନଙ୍କର ବଳର ତୁଳନା କେମିତି କରାଯାଉଥିଲା। ଯିଏ ଏକୁଟିଆ 5,000 ସୈନ୍ୟଙ୍କ ସହ ଲଢି ପାରୁଥିଲା ତାକୁ ରଥୀ ବୋଲି କୁହାଯାଉଥିଲା। ସେମିତି ରାମାୟଣରେ ଖରଦୂଷଣ, ତାଡକା ଆଉ ହନୁମାନଙ୍କ ପୁତ୍ର ମକରଧ୍ୱଜ ରଥୀ ଥିଲେ। ଆଉ ସେମିତି ମହାଭାରତରେ ଦୁର୍ଯ୍ୟୋଧନକୁ ଛାଡି ସମସ୍ତ କୌରବ, ଶକୁନି ଆଉ ଶିଖଣ୍ଡୀ ଏମାନେ ମଧ୍ୟ ରଥୀ ଥିଲେ। 12 ରଥୀଙ୍କ ସହ ଏକା ଲଢି ପାରୁଥିବା ଯୋଦ୍ଧାକୁ ଅତିରଥୀ କୁହାଯାଉଥିଲା। ସେମିତି ରାମାୟଣରେ ରାବଣର ପୁତ୍ର ଅକ୍ଷୟ, ନଳ ଆଉ ନୀଳ ଅତିରଥୀ ଥିଲେ। ମହାଭାରତରେ ଜରାସନ୍ଧ, କୃପାଚାର୍ଯ୍ୟ ଆଉ ଦୁର୍ଯ୍ୟୋଧନ କିଛି ମାତ୍ରାରେ ଅତିରଥୀ ଥିଲେ। 12 ଅତିରଥୀଙ୍କ ସହ ଏକା ଲଢି ପାରୁଥିବା ଯୋଦ୍ଧାକୁ ମହାରଥୀ କୁହାଯାଉଥିଲା। ଆଉ ରାମାୟଣରେ ଅଙ୍ଗଦ, ବାଳି, ସୁଗ୍ରୀବ, ରାବଣ, କୁମ୍ଭକର୍ଣ୍ଣ ଆଉ ଜାମ୍ବବାନ ମହାରଥୀ ଥିଲେ। ସେମିତି ମହାଭାରତରେ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆଉ ଅର୍ଜୁନ ମହାରଥୀ ଥିଲେ। 12 ଜଣ ମହାରଥୀଙ୍କ ସହ ଲଢି ପାରୁଥିବା ଯୋଦ୍ଧାକୁ ଅତି ମହାରଥୀ ବୋଲି କୁହାଯାଏ। ଆଉ ରାମାୟଣରେ ପ୍ରଭୁ ଶ୍ରୀରାମ, ମେଘନାଦ, ପରଶୁରାମ ଆଉ ହନୁମାନ ଅତି ମହାରଥୀ ଥିଲେ। ଆଉ ତା ସହ ମହାଭାରତରେ କେବଳ ଶ୍ରୀକୃଷ୍ଣ ହିଁ ଅତି ମହାରଥୀ ଥିଲେ। ଆଉ 12 ଜଣ ଅତି ମହାରଥୀଙ୍କ ସହ ଏକା ଲଢି ପାରୁଥିବା ଯୋଦ୍ଧାକୁ ମହାମହାରଥୀ ବୋଲି କୁହାଯାଏ। ଏଥିରେ କେବଳ 3 ଦେବ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସହିତ ଆଦିଶକ୍ତିଙ୍କ ନାମ ଆସେ। ଏବେ ଆପଣ ମତେ କମେଣ୍ଟରେ ଜଣାନ୍ତୁ କି ଲକ୍ଷ୍ମଣ କେଉଁ ପ୍ରକାର ଯୋଦ୍ଧା ଥିଲେ। ଜୟ ଶ୍ରୀରାମ।